ବର୍ତ୍ତମାନ ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାଙ୍କ ମାନଙ୍କ ପାଇଁ ଆସିଲା ବଡ଼ ଖବର। ଅଙ୍ଗନବାଡ଼ି କର୍ମୀର ସଂଘ 12 ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି। ସେମାନଙ୍କ ଦାବିଗୁଡ଼ିକ ମଧ୍ୟରେ ଶ୍ରମିକ ବିରୋଧୀ କେନ୍ଦ୍ର ସରକାରଙ୍କର 4ଟି ଶ୍ରମ କୋଡ଼କୁ ବାତିଲ କରିବା, ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାମାନଙ୍କୁ ମାସିକ ସର୍ବନିମ୍ନ 26,000 ଟଙ୍କା ଭତ୍ତା ପ୍ରଦାନ କରିବା ଦାବି କରିଛନ୍ତି। ଅବସରକାଳୀନ ସହାୟତା ତୁରନ୍ତ ପ୍ରଦାନ କରିବା, ସ୍ୱାସ୍ଥ୍ୟ ସମ୍ବନ୍ଧିତ ବୈଠକ ପାଇଁ ଭତ୍ତା ପ୍ରଦାନ କରିବା ଏବଂ କର୍ମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବାତିଲ କରିବା ଆଦି ଅନ୍ତର୍ଭୁକ୍ତ ରହିଛି। ଏହି ଆନ୍ଦୋଳନରେ ଶହ ଶହ କର୍ମୀ ସହାୟିକା ସାମିଲ ହୋଇଛନ୍ତି। ତେବେ ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଂଘର କର୍ମୀମାନଙ୍କର ଭତ୍ତା ବୃଦ୍ଧି ଏବଂ ଅନ୍ୟାନ୍ୟ ଦାବି ପୂରଣ ପାଇଁ ସେମାନେ ଦିଲ୍ଲୀରେ ବିକ୍ଷୋଭ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯେଉଁଥିରେ ରାଜ୍ୟରୁ ହଜାର ହଜାର ସଂଖ୍ୟାରେ କର୍ମୀ ଏବଂ ସହାୟିକା ଯୋଗ ଦେବେ। ତ ସେହିଭଳି ଦେବଗଡ଼ ଜିଲ୍ଲାରେ ଅଙ୍ଗନବାଡ଼ି ସୁପରଭାଇଜର ବଦଳି ଦାବିରେ କର୍ମୀମାନେ ଧାରଣା ଦେଇଥିଲେ, ଯାହାଫଳରେ ପ୍ରଶାସନ ପକ୍ଷରୁ ଆଗାମୀ 5 ଦିନ ମଧ୍ୟରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଅଙ୍ଗନବାଡ଼ି କର୍ମୀମାନେ ICDS ଅଧୀନରେ ଅନେକ କାମ କରୁଥିବା ବେଳେ ସ୍ୱତନ୍ତ୍ର ମାନ୍ୟତା ନ ମିଳିଲେ କାମ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି। ତେବେ ଅଙ୍ଗନବାଡ଼ି କର୍ମୀମାନଙ୍କର ସମ୍ପର୍କିତ ବିଭିନ୍ନ ସମସ୍ୟାକୁ ନେଇ ହୋଇଥିବା ଆନ୍ଦୋଳନରେ ବହୁ ଜଲ୍ଦି ସେମାନଙ୍କ ସମସ୍ତ ସମସ୍ୟାର ସମାଧାନ ହେବାକୁ ଯାଉଛି, ଯାହାକି କୁହାଯାଉଛି ଯେ ବହୁ ଜଲ୍ଦି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାମାନଙ୍କର ଦରମା ବୃଦ୍ଧି କରିବେ।